ଦେଖନ୍ତୁ ଏଇଟା ହଉଛି ଆମର ଜଗନ୍ନାଥପୁର ଗ୍ରାମ। এই ଗ୍ରାମରେ 3ଟି ସାହିକୁ ନେଇକି ଆମର ଝୁଲଣ ଯାତ୍ରାଟି ଅନୁଷ୍ଠିତ ହେଉଛି। ଦୀର୍ଘ ବର୍ଷ ଧରି ଶହ ଶହ ବର୍ଷ ଧରି ଏ ପରମ୍ପରା ଆମର ବଜାୟ ରହୁଛି। ଜଗନ୍ନାଥପୁର ମହାନ୍ତି ସାହି, ଦୁଇ ମହାନ୍ତି ସାହି, ଉପର ସାହିରେ ହେଉଛନ୍ତି ଆମର ପ୍ରଭୁ କିଶୋରାଇ ମନ୍ଦିର ଅଛି ଏବଂ ମଝି ସାହିରେ ରାଧା ଗୋବିନ୍ଦ ଏବଂ ଆମ କର ସାହିରେ ଯୋଉ ରାଧାକୃଷ୍ଣ ମନ୍ଦିର, 3ଟି ମନ୍ଦିରରେ ଆମର ବହୁତ ଜାକଜକମରେ ଏଇ ଯୋଉ ଝୁଲଣ ଯାତ୍ରା ଆରମ୍ଭ ହଉଛି। ଏଇଟା ହଉଛି 13 ଦିନ ଧରି ପାଳିତ ହେଉଛି। ବହୁତ ସୁନ୍ଦର ଭାବରେ ମହା ଆଡମ୍ବରରେ ପରିଣତ କରାଯାଏ। ଗ୍ରାମର ସମସ୍ତ ବ୍ୟକ୍ତି ଏଠାରେ ଉପସ୍ଥିତ ହୁଅନ୍ତି ଏବଂ ବନ୍ଧୁମାନେ ଯିଏ ଯୋଉ ଥାଆନ୍ତି ଆସି ଉପସ୍ଥିତ ହୁଅନ୍ତି ଏବଂ ପ୍ରଭୁଙ୍କୁ ଆମେ ମନ୍ଦିରରୁ 5ଟି ଆଣୁ, ଝୁଲଣ ମଣ୍ଡପକୁ ଆଣୁ। ମଣ୍ଡପରେ ରାତି ସାରା ଝୁଲଣ ଚାଲେ, ନଗର କୀର୍ତ୍ତନ ଚାଲେ, ଖାଇବା ପିଇବା ବି ମଧ୍ୟ ଚାଲେ। ସମସ୍ତେ ଯାହା ଯୋଉଦିନ ପାଳି ସେମାନେ ଖାଇବା କରନ୍ତି। ପ୍ରତ୍ୟେକ ଦିନ ପାଳି ଗୋଟେ ଦିନ ଚାଲେ। ସମସ୍ତେ ପାଳିକି ଯାହା ଯୋଉଦିନ ପାଳି ପଡେ ସେ ମେଣ୍ଟେନ କରନ୍ତି ଚାଲନ୍ତି। ତାପରେ ପ୍ରଭୁଙ୍କୁ ଆମେ ପୁଣି ରାତିରେ ବିଦାୟ ଦେଇକି ତାଙ୍କ ମନ୍ଦିରରେ ଛାଡୁ। ଏଭଳି ମହା ଆଡମ୍ବରରେ ପାଳନ କରାଯାଏ ଆମର ଝୁଲଣ ଯାତ୍ରାଟି। ଆଉ ନିଶ୍ଚିତ ଏଟା ଗୋଟେ ନିଆରା ପରମ୍ପରା, এটা ବହୁତ ଦିନ ଧରି ଚାଲିଅଛି। ଗୋଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହଉଛି। ସମସ୍ତଙ୍କ ମନରେ ଗୋଟେ ଅଲଗା ଉତ୍ସାହ, ଆନନ୍ଦ ଭରି ଯାଉଛି। ଏଇ ଦିନଟାକୁ ଆମେ ସମସ୍ତେ ଅନେଇ ବସିଥାଉ। ଏଭଳି ଗୋଟେ ମହାନ ଦିନ ପ୍ରଭୁଙ୍କୁ ଆମେ ପାଉ ଆମ ପାଖରେ। ସେ ଝୁଲିବା ପାଇଁ ଆସନ୍ତି। ଝୁଲଣ ଯାତ୍ରାରେ ଆମେ ସମସ୍ତେ ଉପସ୍ଥିତ ହୋଇ କୀର୍ତ୍ତନ କରୁ, ନଗର କୀର୍ତ୍ତନ ସମସ୍ତେ ଏଥର ବିଭୋର ହେଇଯାଉ। ସମସ୍ତେ ସାମିଲ ହୁଅନ୍ତି। ଆବାଳ ପର୍ଯ୍ୟନ୍ତ ଛୋଟ ଛୁଆଠୁ ନେଇ ବୃଦ୍ଧ ଯିଏ ଯାହା ସାମିଲ, ସ୍ତ୍ରୀ ଲୋକଠୁ ମା ମାଉସୀ ସମସ୍ତେ ସାମିଲ ହୁଅନ୍ତି। ରାତି ସାରା ଅନିଦ୍ରା ରହୁ। ଏହା ପୂର୍ବରୁ ମଧ୍ୟ ଆପଣ ଦେଖିଥିବେ ଯାତ୍ରା ହୁଏ, ପାଲା ହୁଏ। ଯଦିଓ କିଛି ବର୍ଷ ଯାତ୍ରା ବନ୍ଦ ଅଛି, ତଥାପି ଆମର ରାତି ସାରା ଆମର ବିଭିନ୍ନ ଆଡମ୍ବରପୂର୍ଣ୍ଣ କୀର୍ତ୍ତନ ଭଜନ ଚାଲେ। ଚାଲିବା ପରେ ଆମେ ଏଟାକୁ ଶେଷରେ ଆମେ ଠାକୁରଙ୍କୁ ବିଦାୟ ଦଉ ମନ୍ଦିରକୁ।